ସୁଭଦ୍ରା ଯୋଜନାରେ ଆବେଦନ ପାଇଁ କଣ ସବୁ ଡକୁମେଣ୍ଟସ୍ ଆପଣଙ୍କୁ ତৈୟାର କରିବା ପାଇଁ ପଡିବ ଯଦି ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜମା ସ୍କିପ୍ କରନ୍ତୁ ନାହିଁ। ଯଦି ଆପଣ ଜଣେ ଯୋଗ୍ୟ ଅଟନ୍ତି ସୁଭଦ୍ରା ଯୋଜନା ପକେଇବା ପାଇଁ ବା ଆବେଦନ କରିବା ପାଇଁ ଚାହୁଁଛନ୍ତି କଣ ସବୁ କ୍ରାଇଟେରିଆ ବେସ୍ ରହିଛି ତ ଜାଣିବା ପାଇଁ, ଯଦି ଆପଣ ଯୋଗ୍ୟ ଭିତରେ ଯାଉଛନ୍ତି ତ ଆପଣ ଚାହୁଁଛନ୍ତି କି କଣ ସବୁ ଡକୁମେଣ୍ଟସ୍ ଏଥିରେ ଲାଗୁଛି ତ ତା ପୂର୍ବରୁ କହି ରଖିବି, ଯଦି ପ୍ରଥମ ଥର ଚ୍ୟାନେଲକୁ ଭିଜିଟ୍ କରିଛନ୍ତି ସବସ୍କ୍ରାଇବ କରିନାହାନ୍ତି ପ୍ରଥମତଃ ସବସ୍କ୍ରାଇବ କରିନିଅନ୍ତୁ, ପାଖରେ ଥିବା ଘଣ୍ଟି ଚିହ୍ନକୁ ଅନ୍ କରିଦେବେ। ଯଦି ଭିଡିଓ ଆପଣଙ୍କୁ ଭଲ ଲାଗିବ ଲାଇକ୍ କରିବା ସହିତ ସାଙ୍ଗସାଥୀ ମାନଙ୍କୁ ବହୁଳ ଭାବରେ ସେୟାର କରିଦେବେ। ଯଦି ଜଣେ ସୁଭଦ୍ରା ହିତାଧିକାରୀ ଆପଣ ମାନେ ଅଟନ୍ତି ବା ଯୋଗ୍ୟ ଅଟନ୍ତି ଆବେଦନ କରିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଥମତଃ ଆପଣଙ୍କର ଯୋଗ୍ୟତା ମାନଦଣ୍ଡ ଅନୁସାରେ ଆପଣଙ୍କର 21 ବର୍ଷ ହୋଇଥିବା ଆବଶ୍ୟକ, ଆଉ ଆପଣଙ୍କର ଗୋଟେ ଆଧାର କାର୍ଡ ଥିବା ନିହାତି ଆବଶ୍ୟକ, ଆଉ ଆପଣଙ୍କର ଆଧାର ସଂଯୁକ୍ତ ଥିବା ମୋବାଇଲ ନମ୍ବରଟେ ଗୋଟେ ଆବଶ୍ୟକ, ଆଉ କଣ ନା ଆପଣଙ୍କର ଯୋଉ ଆଧାର କାର୍ଡ ସହିତ ଯୋଉ ମୋବାଇଲ ନମ୍ବରଟି ସଂଯୁକ୍ତ ସେଇ ସମାନ ମୋବାଇଲ ନମ୍ବରଟି ଆପଣଙ୍କ ବ୍ୟାଙ୍କ ଖାତାରେ ଲିଙ୍କ ଥିବା ଆବଶ୍ୟକ। ଯଦି ଆପଣଙ୍କର ସେ ସବୁ ଜିନିଷ ଯଦି ଠିକ ରହୁଛି ବା ତାଳମେଳ ଠିକ ରହୁଛି, ଯଦି ଆପଣ ଯୋଗ୍ୟ ଅଟନ୍ତି ଆପଣଙ୍କର ବୟସ 21 ବର୍ଷ ହେଇଯାଇଛି ଆପଣ ଇଲିଜିବିଲିଟି ଅଛନ୍ତି ଆପଣ ତାହେଲେ କଣ କରାଯିବ ନା ଆପଣଙ୍କର କ୍ରାଇଟେରିଆ ବେସ୍ ଆପଣ ମାନେ ବୁଝିପାରିଲେ କଣ କଣ ଆବଶ୍ୟକ। ପ୍ରଥମତଃ ଆପଣ ମାନେ ଜନସେବା କେନ୍ଦ୍ରରେ ଆବେଦନ କରାଇ ନେଇ ପାରିବେ ଆଉ ଅପେକ୍ଷା କରିବେ ଯେବେ ସରକାର ଛାଡୁଛନ୍ତି ସୁଭଦ୍ରାର ଟଙ୍କା ତ ଆପଣ ମାନଙ୍କୁ ନିହାତି ଆସିବ, କାହିଁକି ନା ଆପଣ ଜଣେ ଜଣେ ଯୋଗ୍ୟ ଅଟନ୍ତି ଆଉ ଆପଣ ଆବେଦନ କରାଇ ନେଇ ସାରିଛନ୍ତି ସୁଭଦ୍ରାର ପୋର୍ଟାଲରେ, ଆଉ ଆପଣ ଗୋଟେ ଟୋକନ ନମ୍ବର ଗୋଟେ ମିଳିଥିବ ସେଇ ଟୋକନ ନମ୍ବର ଆପଣ ମାନେ କୋଉ ଜାଗାରେ ଦେଖିପାରିବେ। ତ 3 ଡଟ୍ ଉପରେ ମୁଁ କ୍ଲିକ୍ କରିସାରିକି ତାପରେ ଆବେଦନ ସ୍ଥିତି ଉପରେ ମୁଁ କ୍ଲିକ୍ କରିଦେଲି, ତାପରେ ଏଠି ଦେଖିପାରୁଥିବେ ଆଧାର ନମ୍ବର, ଏଠି ଆଧାର ନମ୍ବର ଆପଣ ମାନେ ପକେଇ ପାରିବେ। ତାପରେ ଆପଣଙ୍କର କଣ ରହିଛି ରିଜେକ୍ଟ ଅଛି ନା ପେଣ୍ଡିଙ୍ଗ ଅଛି ନା ଅଣ୍ଡର ପ୍ରୋସେସ ରହିଛି ନା ବାୟୋମେଟ୍ରିକ କେମିତି କଣ ରହିଛି ତ ସବୁ ଯାକ ଡିଟେଲ୍ସ ଆପଣ ମାନେ ଏଇ ଜାଗାରୁ ହିଁ ପାଇପାରିବେ। ଯଦି ଭିଡିଓ ଆପଣ ମାନଙ୍କୁ ଭଲ ଲାଗିଥିବ ତ ନିହାତି ଭଲ ଲାଗିଥିବ, ବହୁତ ସାରା ଇନଫରମେସନ ଆପଣ ମାନେ ଭିଡିଓ ମାଧ୍ୟମରେ ପାଇପାରିଲେ। ତ ସୁଭଦ୍ରା ଯୋଜନାରେ ବହୁତ ସାରା ଇନଫରମେସନ ଏଇ ଗୋଟେ ଭିଡିଓରେ ପାଇପାରିଲେ, ତ ଆପଣ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ କରିକି ଯାଆନ୍ତୁ ଆଉ ସାଙ୍ଗସାଥୀ ମାନଙ୍କୁ ବହୁଳ ଭାବରେ ସେୟାର କରନ୍ତୁ। ଆବେଦନ ଫର୍ମ ଦାଖଲ କରିବାର 24 ଘଣ୍ଟା ପରେ ଆବେଦନ ସ୍ଥିତି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ। ମୁଁ ଟିକେ ପୂର୍ବରୁ କହିଥିଲି ଆପଣ ମାନେ ଆଜି ଆବେଦନ କରିନେଇଛନ୍ତି କିନ୍ତୁ କାଲି ବେଳକୁ ଆପଣଙ୍କର ଆବେଦନ ସ୍ଥିତିରେ ଆପଣ ମାନେ ଦେଖିପାରିବେ କି ଆପଣଙ୍କର କୋଉଠି ଆପଣଙ୍କର ପେଣ୍ଡିଂ ରହିଛି, ଅଣ୍ଡର ପ୍ରୋସେସ ରହିଛି, ରିଜେକ୍ଟ ହେଇଗଲା କି କଣ ସବୁ କ୍ରାଇଟେରିଆ ବେସ୍ କଣ ରହିଛି ଆପଣ ମାନେ ଏଇ ଆବେଦନ ସ୍ଥିତି ବା ନାଗରିକ ଲଗଇନ ଉପରେ ଦେଖିପାରିବେ। ତ ନିହାତି ହେଲ୍ପଫୁଲ ହେଇଥିବ ଭିଡିଓଟି। ତ ନମସ୍କାର, ଜୟ ଜଗନ୍ନାଥ।